ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଅଛି। ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ ଆମେ ରିମାଇଣ୍ଡର ଥିଓରିର ବେସିକ୍ ପଢ଼ିଲେ, ତାର କିଛି ସ୍ପେସିଆଲ ପଢ଼ିଲେ, ତାପରେ ବାଇନୋମିଆଲ ଥିଓରି ପଢ଼ିଲେ ଏବଂ ତାର କିଛି ସାମ୍ପଲ କ୍ୱେଶ୍ଚନ୍ ଆନ୍ସର କଲେ। ଆଜି ଦେଖନ୍ତୁ ଆମେ ଦେଖିବା ହର୍ମିଟ୍ସ ଥିଓରି। ବୁଝିପାରିଲେ? ହର୍ମିଟ୍ସ ଥିଓରି କ'ଣ, ସେ କେମିତି କାମ କରୁଛି ସେ ବିଷୟରେ ଆମେ ଦେଖିବା। ଦେଖନ୍ତୁ, ଏହାର ପାୱାର p - 1 ଡିଭାଇଡ୍ ବାଇ p। ଯଦି ଏଇଭଳିଆ କୌଣସି ସଂଖ୍ୟାର ଘାତ ଏଇ ହର ଠାରୁ ଏକ ଯଦି p ହୁଏ ତାହେଲେ ଏଟା p - 1, ଏକ ହୁଏ ତାହେଲେ ରିମାଇଣ୍ଡର ସବୁବେଳେ 1 ହବ। ଏବଂ a ଏବଂ p ତାଙ୍କର ସମ୍ପର୍କ କେମିତି ରହିବ, କୋ-ପ୍ରାଇମ୍ ରହିବେ। ତାଙ୍କର ଦି ଜଣଙ୍କର ଏଲସିଏମ୍ ସବୁବେଳେ 1 ରହିବ, ତାମାନେ କୋ-ପ୍ରାଇମ୍। ବୁଝିପାରିଲେ? ଏକ୍ସାମ୍ପଲ ଦେଖନ୍ତୁ, 40 ର ପାୱାର 12 ଡିଭାଇଡେଡ୍ ବାଇ 13। ଏଇ 40 ର ପାୱାର ଟା ଏଠୁ 1 କମ୍, ତେଣୁ ରିମାଇଣ୍ଡର 1 ହବ 57। 64 ପାୱାର 30, 30 ଡିଭାଇଡେଡ୍ ବାଇ 31, ଏବଂ 30 ଠାରୁ 1 କମ୍, ତେଣୁ ରିମାଇଣ୍ଡର 1 ହବ। ଏଠି ସେଇଭଳିଆ 187 ର ପାୱାର 82 ଡିଭାଇଡେଡ୍ ବାଇ 83, এই পাওয়ারটা 83 ଠାରୁ 1 କମ୍, ତେଣୁ ରିମାଇଣ୍ଡର 1 ହବ। ବୁଝିପାରିଲେ? ତେଣୁ ଦେଖନ୍ତୁ, ଏବେ ଫର୍ମେଟ୍ ନମ୍ବରଟା କ'ଣ, ଆମେ ଯୋଉ p - 1 କରୁଛୁ ସେଇଟା ହିଁ ଫର୍ମେଟ୍ ନମ୍ବର। ଏକ୍ସାମ୍ପଲ ଦେଖନ୍ତୁ, ସେ ବୁଝିପାରିବେ। ମନେକର ଯୋଉ 72 ର ପାୱାର 85 ଡିଭାଇଡ୍ ବାଇ 29, ଆମେ ଏଠି ଫର୍ମେଟ୍ ନମ୍ବର କହିଲେ 29 - 1, ତାମାନେ କେତେ, 28। ଏଟା ହେଲା ଫର୍ମେଟ୍ ନମ୍ବର। ଏଇ 28 ଟାରେ ଏଇ ଯୋଉ ପାୱାରଟା ତାକୁ ଆମେ କରିବା, ବାକି ଯେତେ ରିମାଇଣ୍ଡର ରହିବ ତାପରେ ଗୋଟେ ସଲ୍ଭ ହବ। ତାହେଲେ ଦେଖନ୍ତୁ, 85 ଇଏ 2 3 2 6 3ଟା 24 ରୁ 4 2 3 6 7 8 84। ତାହେଲେ ଏଠି 84 ପର୍ଯ୍ୟନ୍ତ ଡିଭିଜିବୁଲ ହେଇପାରୁଛି। ତାହେଲେ ରିମାଇଣ୍ଡର କେତେ ରହୁଛି, 1। ଆଉ ଏବେ ଆଉ କେତେ ବଞ୍ଚିଲା, 72 ର ପାୱାର 1 ଡିଭାଇଡେଡ୍ ବାଇ 29, ତାହେଲେ 72 ବାଇ 29, ତାମାନେ ଇଏ କେତେ, 3 3 9 27 ରୁ 7 ନା 2 2 2 9 18 18 1 2 4 5 58, 72 ମାଇନସ୍ 58, 12 72 ମାଇନସ୍ 58, 12 ଗଲେ 4 1 4, ତାହେଲେ ଆନ୍ସର କେତେ, 14। ବୁଝିପାରିଲେ? ଦୁଇ ନମ୍ବର କ୍ୱେଶ୍ଚନ୍ ଦେଖିବା। 2 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି, ଯେ 54 ର ପାୱାର 253, 54 253 ଡିଭାଇଡ୍ ବାଇ 43। ଆମେ ଏଠି ଫର୍ମେଟ୍ ନମ୍ବର କେତେ, 43 ମାଇନସ୍ 1 42, ତାହେଲେ ହରଣ କରିବା 253 କୁ କେତେରେ ଯିବ, 6 ଗୁଣ 12 24, 6 ଦୁଣେ 12 2 ରଖିଲା 1 24 1 25, ତାହେଲେ ଏଠି ଦେଖନ୍ତୁ 200
52 ପର୍ଯ୍ୟନ୍ତ ସେ ଡିଭିଜିବଲ ହେଇପାରୁଛି ଆଉ ରିମାଇଣ୍ଡର କେତେ 1 ରହୁଛି। ତାହେଲେ 54 ପାୱାର 1 ଡିଭାଇଡେଡ୍ ବାଇ 43 ତାହେଲେ ଏଠି ମଧ୍ୟ 43 ପର୍ଯ୍ୟନ୍ତ ପଳେଇବ ଆଉ କେତେ ରହିଲା 54 ରୁ 43 ଗଲେ 1 1 11 ତାହେଲେ ଆନ୍ସର କେତେ ଆସିବ 11 ବୁଝିପାରିଲେ। ନେକ୍ସଟ ଦେଖନ୍ତୁ 3 ନମ୍ବର କଣ କହିଛି ଆମର 4 ର ପାୱାର 2007 ହେଇଗଲା ଡିଭାଇଡେଡ୍ ବାଇ 16 ତାହେଲେ ଆମର ପାରାମିଟର ନମ୍ବର କେତେ 17 ମାଇନସ 1 16 ତାହେଲେ 2007 କୁ ଆମେ 16 ର 16 16 4 ଶୂନ 16 ଦୁणे 32 8 7 16 85 80 7 ତାହେଲେ 2000 ପର୍ଯ୍ୟନ୍ତ डिवाइड ହେଇପାରୁଛି ବାକି 7ଟା ରିମାଇଣ୍ଡର 7 ରିମାଇଣ୍ଡର ଥିଲେ ଆଉ କେତେ କଥା 4 ପାୱାର 7 17 ତାହେଲେ 4 ପାୱାର 7 1 2 3 4 1 2 3 4 5 6 और 7 ପୁଣି 4 ସରି 17 ଏହାର 4 16 ଏହାର 16 ଏହାର 16 ये 4 ये यदि 17 17 माइनस 1 परिमाण केते माइनस 1 इंटू एटी मध्य 17 17 परिमाण केते माइनस 1 इंटू ये 17 के 17 ताले माइनस 1 इंटू बाकी रहला 4 4 माइनस माइनस प्लस 1 के 1 के 1 ये माइनस रहेगा फिर 4 तक माइनस 4 हम जानते जदि एटा हला नेगेटिव रिमाइंडर जदि जेकोसी संख्यार नेगेटिव रिमाइंडर बाहरला ताले एई संख्या थारो सेतिके वियोग करदेले हमें एक्चुअल रिमाइंडर पाई परिबा ताले एक्चुअल रिमाइंडर एठते 13 बुझिपारले चलंत देखिबा नेक्स्ट क्वेश्चन 4 नंबर 4 नंबर कोन कहूची 2 रो पावर 30 एटी केते 5 अछि ताले फॉर्मूला नंबर हमें 4 नंबर 30 4 7 28 2 रिमाइंडर 2 रो पावर 2 डिवाइड बाय 5 2 4 + 5 ताले 5 के 5 माइनस 1 नेगेटिव रिमाइंडर माइनस 1 एक्चुअली रिमाइंडर करते माइनस 1 5 गुणित 4 रिमाइंडर ला 4 आसंत देखिबा नेक्स्ट तो 5 नंबर 2 रो पावर 31 तो 2 रो पावर 31 + 5 ताले एटी फॉर्मूला नंबर केते 4 एटा को ताले लिखि परिबा 2 रो पावर 4 28 29 30 31 डिवाइड बाय 5 एतिकी पर्यंत कटि जाउची 428 पर्यंत 2 रो पावर 3 डिवाइड बाय 5 ताले 2 रो पावर 3 8 5 5 के 5 3 तो रिमाइंडर केते 3 बुझिपारले आसंतु ताले नेक्स्ट देखिया 85 85 रो पावर 100 डिवाइड बाय 9 ताले एटी फॉर्मूला नंबर केते 8 8 डिवाइड करबा याको 12 96 12 8
4 তাহলে এতিকি পর্যন্ত ডিভিজিবল ହେଇପାରୁଛି କେବଳ 4 এই 85ଟା 81 ପର୍ଯ୍ୟନ୍ତ ରହୁଛି ଆଉ 4 ତାହେଲେ 4 ର ପାୱାର 4 ଡିଭାଇଡ୍ ବାଇ 9 ଫାଇନାଲ ସଲ୍ଭ 4 ଗୁଣ 4 ଗୁଣ 4 ଗୁଣ 4 1 2 3 4 ଡିଭାଇଡ୍ ବାଇ 9 4 16 4 16 ଏଠି 9 ଗଲେ ଆମର କେତେ 18 ହେଲେ -2 गुण एठी 18 -2 ए माइनस प्लस 2 गुण 4 ताले रिमाइंडर केते 4 बुझिसले आसंतु देखिबा नेक्स्ट नंबर 7 देखिए 7 रो पावर 1 2 4 रे घात 100 ताले 7 रो पावर 1 2 4 को में 7 रो पावर देखिए 7 रो पावर 1 7 7 रो पावर 2 49 7 रो पावर 3 3 4 3 7 रो पावर 4 24 तीनों 7 पावर 4 କରିବା 4 पावर 31 के 4 4 12 डिवाइड बाय 100 बुझिपाले 7 पावर 4 ताମାନେ 2401 पावर 31 ये देखो 2400 पर कटेउची और केते होची 1 1 रो पावर 31 डिवाइड बाय 100 पावर केते हो 1 ताले ऑप्शन नंबर ए करेक्ट बुझिपाले नेक्स्ट क्वेश्चन ये 7 रो पावर 25 डिवाइड बाय 100 7 रो 25 7 रो पावर 5 तार पावर 5 डिवाइड बाय 100 7 रो पावर 5 मतलब 7 गुण 7 गुण 7 गुण 7 गुण 7 1 2 3 4 5 डिवाइड बाय 100 तार पावर पुणी 5 हम एठी काटी दियो 1 2 3 4 4 यार भलो 2401 आम देखले पूर्व क्वेश्चन रे तेनोटे 2400 पर्यंत पळेबो डिविजिबल हे जो 2400 अब फिर रिमाइंडर 1 1 गुणन 7 बाकी ये रही 1 गुणन 7 पावर 5 डिवाइडेड बाय 100 तो से 1 गुणन 7 7 माने 7 पावर 5 डिवाइडेड बाय 100 ये से सेम 7 पावर 5 तो एठी केते रिमाइंडर होची 7 ने 2 4 5 100 1 2 3 4 5 ଏତିକିର ମୂଲ୍ୟ 24 ଏଇଠି 2400 ଏବେ ଯୋଉ ଲାଗିଛି ଆଉ ବାକି 1 1 into 1 1 ସରି 1 into 7 ତାହେଲେ 7 ତାହେଲେ 7 ତ ରିମାଇଣ୍ଡର କେତେ 7 ରହିଲା ବୁଝିପାରିଲେ ବାସ୍ ଆସନ୍ତୁ ଦେଖିବା ନେକ୍ସଟ କ୍वेଶ୍ଚन ଡବଲ ହେଇଛି ସରି क्वेश्चन टा डबल ହେଇଛି ଆସନ୍ତୁ ଦେଖିବା ନେକ୍ସଟ କ୍वेଶ୍चन
7 ର ପାୱାର 70 ର ପାୱାର 70 ପାୱାର 84 ଡିଭାଇଡ୍ ବାଇ 17। ଏଠି ତାହେଲେ ଫର୍ମୁଲା ନମ୍ବର କେତେ? 16 16 5 80 80 ପର୍ଯ୍ୟନ୍ତ ଯାଉଛି, ବାକି ରିମାଇଣ୍ଡର 4। ଆଉ ଇଏ 17 68 68 ପର୍ଯ୍ୟନ୍ତ ଅଛି 2। ତାହେଲେ ଫାଇନାଲି 2 ର ପାୱାର 4 ଡିଭାଇଡ୍ ବାଇ 17। ତାହେଲେ 2 into 2 into 2 into 2 ଡିଭାଇଡ୍ ବାଇ 17। ତାହେଲେ 2 4 2 16 4 16 16 ଡିଭାଇଡ୍ ବାଇ 17। 17 -1 -1 16 କୋଉଠି ଭୁଲ ଲାଗି ଦେଖିବା। 70 ପାୱାର ସରି 70 ନ ଏଠି 84 ନ ଏଠି 89। ଠିକ ଅଛି, ଅପସନ ଗୁଡାକ ଭୁଲେଇଛ। ତାହେଲେ ଆମେ ଆମେ 84 କୁ ନେଇକି କଲେ ଆଉ 89 ତାର ଥିଲା। ଠିକ ଅଛି, ତାହେଲେ ଏଠି ଯଦି -1 ରିମାଇଣ୍ଡର ଆସୁଛି, ତାହେଲେ ଆକ୍ଚୁଆଲି ରିମାଇଣ୍ଡର କେତେ? 16। ରିମାଇଣ୍ଡର 16। ମୋ କନସେପ୍ଟ ବୁଝନ୍ତୁ ନା, ଏଗୁଡା ତ କ୍ୱେଶ୍ଚନ ଭୁଲ ହେଇଗଲା, ସରି। ଆସନ୍ତୁ ତାହେଲେ ଦେଖିବା ଆଉ ଗୋଟେ କନସେପ୍ଟ କଣ କହୁଛି। ଯଦି ଗୋଟେ ସଂଖ୍ୟା ଏଭଳି ଥିବ, ମାନେ ଏପଟେ ଯାହା ବି ଡିଜିଟ୍ ହଉ, ୟୁନିଟ୍ ଡିଜିଟ୍ 4 ଥିବ ଓ ତାର ପାୱାର ଯାହା ବି ହଉନି କାହିଁକି, ଡିଭାଇଡରେ ଯଦି 6 ଥିବ, ତାହେଲେ ରିମାଇଣ୍ଡର ସବୁବେଳେ 4 ଆସିବ। ଯେକୌଣସି ସଂଖ୍ୟା ଥାଉ, ୟୁନିଟ୍ ଡିଜିଟ୍ କିନ୍ତୁ 4 ହବା ଦରକାର। 4 ହବ ଏବଂ ତାର ପାୱାର ଯାହା ବି ହଉନି କାହିଁକି, ଯଦି 6 ଦ୍ୱାରା ସେ ଭାଗ କରାଯିବ, ତାହେଲେ ରିମାଇଣ୍ଡର ସବୁବେଳେ 4 ଆସିବ। ଆସନ୍ତୁ ଦେଖିବା କେମିତି। ଦେଖନ୍ତୁ 10 ର ପାୱାର 1, 10 ର ପାୱାର 2, 10 ର ପାୱାର 3, ଏମିତି 10 ର ପାୱାର 100 ପର୍ଯ୍ୟନ୍ତ ଯାଇଛି। ଆଉ କେତେରେ ଭାଗ କରାଯାଇଛି? 6ରେ। ପଚାରିଛି ତାହେଲେ ରିମାଇଣ୍ଡର ତାହେଲେ କେତେ ହବ? ଆମେ କଣ କରିବା? ଆମେ ଜାଣିଛେ ବାଇନୋମିଆଲ ଥିଓରୀ, ତୁମେ ଯେମିତି ବି କାଟି ପାରିବ। 10 ରୁ ଆମେ 6 କାଟି ପାରିବା, 6 ଏଠି 6 ଏଠି 6 ଏଇଭଳିଆ ସବୁଥିରେ 6 ଆମେ ଡିଭିଜିବଲ କରିପାରିବା। ବାକି କେତେ ରହୁଛି? 4। ଏଠି କେତେ ରହିଲା? 4। 4 ପାୱାର 1 ତ 4 ପାୱାର 2 ପ୍ଲସ୍ 4 ପାୱାର 3 4 ପାୱାର 4 ଏଭଳି ଚାଲିବ 4 ପାୱାର 100। ଆମେ ଜାଣିଛେ 4 पावर इधर 100 ଆସିଲା प्लस 6 कुछ भी हो तार डिजिट ଆମର ନମ୍ବର 4 ହବ। ଯଦି ଏଟା ତାର ଅଛି କନସେପ୍ଟ ବୁଝିଲେ କି? ଯଦି ବି ଏମିତି ବି କରିବା, ଯଦି 4 ପାୱାର 100 ଡିଭାଇଡ୍ ବାଇ 100 ମିଳିବ 6। 100 ରେ ତାର ଫର୍ମୁଲା ନମ୍ବର କେତେ? 5। ଫର୍ମୁଲା ନମ୍ବର 20 ସମ୍ପୂର୍ଣ୍ଣ ଡିଭିଜିବଲ ହେଇଯାଉଛି। ତେଣୁ 4 ପାୱାର 4 ଡିଭାଇଡ୍ ବାଇ 6
4 ପାୱାର ମାନେ 4 16 4 16 4 16 डिवाइड बाय 6 4 16 4 16 6 7 18 माइनस एटी रिमाइंडर माइनस 2 7 18 into minus 2 the 2 minus 2 minus 2 plus 4 2 into 2 4 তাহলে আসলে 4 বুঝছো এটা হলো তার কনসেপ্ট তো আসন্তু কিছু কোশ্চেন করিয়া এটা দেখন্তু ଗୋଟେ কোশ্চেন সে কোন কইছি if the remainder of 0 divided by 5 x ଆଉ 9 पावर 94 4 पावर 94 हर 6 हेले y ताले फाइंड आउट करो ओवर 2x plus y केते तो 3 to power 6 1 2 8 4 तालो फॉर्मूला केते 4 4 हर करे 4 से फुल्ली डिविजिबल 3 पावर 4 डिवाइड बाय 5 3 पावर 4 करे 3 3 5 मान लो 10 माइनस 1 तो 10 माइनस 1 करें 1 डेरिवेटिव है 1 x का वैल्यू 1 पहले तब देखिए 4 और 94 डिवाइड बाय 6 जब हम जानते हैं 4 पर n रे डिवाइड बाय 6 तब रिमाइंडर ऑलवेज 4 और देखिए नीचे स्क्वायर ऑफ 4 तब हम देखते हैं 2x 2 into x1 plus y 4 2 युक्त 4 रूट ओवर तमने रूट ओवर ऑफ 6 ये आंसर आज ପାଇଁ ଏତିକି ଭାଇ ଭଉଣୀମାନେ ଯାହା ବି ଆପଣଙ୍କର ବହୁମୂଲ୍ୟ ସମୟ ଆମ ଚ୍ୟାନେଲକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଏବଂ ଆପଣଙ୍କୁ ଆମ କନସେପ୍ଟ କିଭଳି ଲାଗୁଛି ଆପଣ କମେଣ୍ଟ କରି ଜଣାନ୍ତୁ ଏବଂ ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।